ତେଣୁ ଲୋକଙ୍କ ଭିତରେ ଆମ ଯେ ଆନ୍ଦୋଳନ କରୁଛନ୍ତି ଆମ ଭିତରେ ମହିଳାମାନେ କିଛି ଆନ୍ଦୋଳନ କରୁଛନ୍ତି କିନ୍ତୁ ଟିକେ ଉପରସ୍ତର ମହିଳା ଆମ ଝିଅ ଭଳିଆ ଇଏ ଅବଶ୍ୟ ଆମ ସାଙ୍ଗରେ ଅଛି ୟାରି ଭଳିଆ ଇଏ ବେଶୀ ଆସୁନାହାନ୍ତି ଆସୁଛନ୍ତି କି ଯେ ଗରିବ ଲୋକ ମୂଲ୍ୟା ମାଳିକା ଏ ସେ ଏଇ ବିଷୟରେ ଆସୁଛନ୍ତି ଏ ସ୍ତର ଲୋକ କେରଳରେ ହେଇଥିଲା କେରଳରେ ପୁଣି ବନ୍ଦ କରିଦେଲେ ନାହିଁ କେରଳରେ ଏ ଯେଉଁ ଆଇଏସ୍ ଆମର ଆଇଏସ୍ ଗୁଡ଼ା ବଡ଼ ଶ୍ରେଣୀ ଅଛି ଆଇଏସ୍ ମାନଙ୍କର ପିଲା ସେ କାହିଁକି ନା ତାରି ଫଳରେ ଦେଖାଗଲା ଇଏ ବିବାହ ବିଚ୍ଛେଦ ଗୁଡ଼ା ବହୁତ ହେଉଛି ଆଉ ଅନ୍ୟାନ୍ୟ ରୋଗ ବି ବଢ଼ୁଛି ଆରମ୍ଭ କଲେ ତେଣୁ ଟିକେ ଲୋକ ଯେତେବେଳେ ଏକ ଭାବେ ଏଇଟା ଭୋଟ ବ୍ୟାଙ୍କ ଭାବେ ମୋର କାମ ଏଇଟା ପଦଞ୍ଚଳ କାମ ନୁହଁ ତା ତ ସେ ପୁରା ଇଲେକ୍ସନ ପାଇଁ ଠିଆ ହେଇନି ଭୋଟ ପାଇଁ ସେ କଥା କରୁଛି ଯେତେବେଳେ ବୁଝିବେ ଆମେ ଦେଶଟାକୁ ବଞ୍ଚେଇବୁ ସେ ସ୍ପିରିଟଟା ଆସିବ ଏବଂ ମତ ବିରୁଦ୍ଧରେ ଗୋଟେ ଜନମତ କାହିଁକି ତିଆରି ହେଇପାରୁନି ହେଇପାରୁନି କାରଣ ଅଧିକାଂଶ ଲୋକ ମଦକୁ ଭିତରେ ଭିତରେ ଭଲ ପାଉଛନ୍ତି ନାଇଁ ଆମ ନିଶ୍ଚିତ ଆପଣ ନବୀନ ପଟ୍ଟନାୟକ ସମସ୍ତେ ଭଲ ପାଉଥିଲେ ଅଛି କେତେ ଏ ମଦଗୁଡ଼ା ବଢ଼େଇଲା ଭାଷା ଶିଖିଲାନି ତା ସହିତ କଲେ ଆମ ଲୋକ ନିଶ୍ଚେଷ୍ଟ ଆମ ଭିତରେ ସେ ଯେଉଁ ଆନ୍ଦୋଳନ କରିବା କିଛି ପରିବର୍ତ୍ତନ କରିବା ସେ ସ୍ପିରିଟଟା ନାହିଁ ଆଉ ବର୍ତ୍ତମାନ ଯୁଗଟା ଭୋଗର ଯୁଗ ହୋଇଛି ଗୋଟେ ସମୟରେ ତ୍ୟାଗର ଯୁଗ ଥିଲା ଯେଉଁ ସମୟରେ ସବୁ ଛାଡ଼ିକିରି କେମିତି ସମାଜକୁ ବଦଳ କରିବା ଦେଶକୁ ପରିବର୍ତ୍ତନ କରିଥିଲା ଦିଗ୍ଦନଟା ଆସିଛି ସେଇଥିଲାଗି ଏଇଟା ବହୁତ କଷ୍ଟ ହେଉଛି କିନ୍ତୁ ଦେଖାଯାଉଛି ଏବେ ଆମେ ତ ଏ ଆନ୍ଦୋଳନ କରୋନା ପରେ ଏ ଯେଉଁ ସରକାର କହିଲେ ସମୁଦ୍ର କୂଳରେ ସେ ଇଏ କରିବ ସାର୍ କ'ଣ କଟେଜ କହୁଥିଲେ କରି ସେଇଠି ସବୁ ଯିବେ ଭ୍ରମଣକାରୀ ଯିବେ ତାଙ୍କର ମଦ ପିଇବେ ତା ଭିତରେ ଆନ୍ଦୋଳନ କଲୁ ସେଟା ବନ୍ଦ ହେଲା ବିଶେଷ କରି ପୁରୀ ପାଖାପାଖି ସେଇଠି ଆମେ ଆଉ ଗୋଟେ କଥା କରୁଥିଲେ ପୁରୀ ଗୋଟେ ଇଏ ପୁଣ୍ୟକ୍ଷେତ୍ର ଅନ୍ୟାନ୍ୟ ଜାଗାରେ କେତେ ଜାଗାରେ ସେ ଗୁରୁ ହରିଦ୍ୱାରରେ ଅନ୍ୟାନ୍ୟ ଜାଗାରେ ସେ ନାହିଁ ବଡ଼ ବଡ଼ ଜାଗାରେ ମଦ ନାହିଁ ଧର୍ମକ୍ଷେତ୍ରରେ ଇଏ ଶଙ୍କରାଚାର୍ଯ୍ୟ ମଧ୍ୟ ତାପରେ ଦାବି କଲେ ଇଏ ମଧ୍ୟ ଏଠି ଘୋଷଣା କଲେ କିନ୍ତୁ ଏବେ ଶୁଣୁଛି ଜଣେ ଭଦ୍ରଲୋକ ଯାଇଥିଲେ ଏବେ ଗୋଟା ସବୁ ଅନେକ କଲେ ସେଠି ସେ ଅବସ୍ଥା ମଦ ନଦେଲେ ଆମେ ସବୁ ଉଠିବିନି କରିବେନି ତେଣୁ କିନ୍ତୁ ଆପଣ ଖବର ରଖିନଥିବେ ଏଇ 5-7 ଦିନ ସପ୍ତାହକ ଭିତରେ ମଧ୍ୟପ୍ରଦେଶରେ ସେମାନେ ଆଗରୁ ଥିଲା ନର୍ମଦା କୂଳରେ ନର୍ମଦାର ପୂର୍ଣ୍ଣ ନଦୀ ନର୍ମଦା କୂଳରେ 50 କିଲୋମିଟର ଭିତରେ ଦୂରତା ଭିତରେ ଦୁଇ କୂଳରେ କୌଣସି ମଦ ଦୋକାନ ରହିପାରେ ଏବେ ତାଙ୍କର ଖାଲି ଗୋଟେ ଜାଗାରେ କେଉଁଠି ଥିଲା ମଦ ଦୋକାନ ନଥିଲା ଏବେ 19ଟା ଧର୍ମସ୍ଥାନ ସେ ତାର ବନ୍ଦ କରିଛନ୍ତି ସେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଆମେ ନିଶା ଆମେ ଜାଣୁଛୁ ମହିଳାମାନଙ୍କୁ ବହୁତ କଷ୍ଟ ହେଉଛି ଆମେ କରିବୁ ନିଶା କରିବୁ ତେଣୁ ନ ହେଉଛୁ ନୁହଁ ତେଣୁ ଆମର ଟିକେ ଖରାପ ଅବସ୍ଥାଟା ହେଇଛି ଯେ ଲୋକଙ୍କ ତରଫରୁ ଏଇ ଉଠିଛି ବଡ଼ ଧରଣର ପ୍ରତିବାଦ ହେଉନି ପ୍ରତିବାଦ ହେଉଛି ମହିଳାମାନେ କିଛି କିଛି ଅଞ୍ଚଳରେ ଲୋକାଲାଇଜ ହେଇ କରୁଛନ୍ତି ତେଣୁ ଯେତେବେଳେ ଦେଖିବେ ମଦ ସପକ୍ଷରେ ଗୋଟେ ସଫ୍ଟ କର୍ଣ୍ଣର ଥିଲା ଭଳି ମନେ ହେଉଛି କାରଣ ନିଶ୍ଚିତଟା ଯାଉଛି ଗଲେ ମାଡ଼ ଖାଇବ ସେ ଯିଏ ଯାହା ପିଉଛି ତାପରେ ପରିବାର ଭିତରେ ସ୍ୱାମୀ ମଦ ଅଛି ଏ ଆପଣ ଏ କଥା ଜାଣିଛନ୍ତି ନାହିଁ ଯେଉଁ ଟଙ୍କା ଯାଉଛି ଯେ ସୁଭଦ୍ରାରେ ନା କି ଆଉ ଆଗରୁ କ'ଣ ଗୋଟେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ସେ ଟଙ୍କା ଘରେ ପହଞ୍ଚିଲା ପରେ ତାକୁ କେମିତି ନେବେ ସ୍ୱାମୀମାନେ ନହେଲେ ମାଡ଼ ଏ ପ୍ରହ୍ଲାଦ ସିଂ ଜଣେ ନାମ ଜାଣିଛନ୍ତି ସେ ଖାଲି ବର୍ଣ୍ଣନା କରୁଥିଲେ କହିଲେ ତାକୁ ମାଡ଼ିକି ଏତେ ମାରିଛନ୍ତି ଯେ ଏ ଟଙ୍କା ଦେଲାନି ବୋଲି ଆସି ମୋ ଘରେ ପହଞ୍ଚି ଦେଖିଲା ପିଠି ଯାକ ତେଣୁ ଏ ଅବସ୍ଥାଟା ସାଂଘାତିକ ଅବସ୍ଥା ହେଉଛି ୟାକୁ ବୁଝିବା ଲୋକ ହେବ ଲୋକ ଯେତେବେଳେ ଲୋକ ଆଉ ଆମର କ'ଣ ମୋର କ'ଣ ଯାଉଛି ମୁଁ କାହିଁକି କରି ଯିବି ଏ କଥାଟାକୁ ମୋ ନିଜର ବିଭବ ସୃଷ୍ଟି କରି ମୋ ନିଜର ପ୍ରଚାର ନ କରି ମୁଁ ଏଥିରେ କାହିଁକି କଷ୍ଟ ଦେବି ଆଉ ଦେଶାତ୍ମକତା ନାହିଁ ଆମ ଆଗରେ କୌଣସି ରୋଲ୍ ମଡ଼େଲ ନାହିଁ ଯେତେବେଳେ ଗାନ୍ଧୀଙ୍କ ପରେ ନବକୃଷ୍ଣ ଚୌଧୁରୀ ଭଳିଆ ଲୋକ ତ୍ୟାଗୀ ଲୋକ ସବୁ ଥିଲେ ବର୍ତ୍ତମାନ କେହି ରୋଲ୍ ମଡ଼େଲ ନାହିଁ ସେଇଟା ହେଉଛି ଅସୁବିଧା ରୋଲ୍ ମଡ଼େଲ କେହି ନାହାନ୍ତି ଏ ଗାନ୍ଧୀଙ୍କୁ ଆପଣ ଦେଖିଛନ୍ତି କେବେ ଦେଖିଛୁ କହିଲେ ପୁରା ଥରେ
ହଁ କେବେ ଦେଖିଥିଲେ? ସେଇ 66 ମସିହା ହବ ହୁଁ ଏଇ ବାଟେ ପାସ୍ କରୁଥିଲେ କଟକ ବାଟେ କହୁଥିଲେ ଆପଣଙ୍କୁ ସେଇ ହଁ ସେତେବେଳେ ଆମେ ରେକର୍ଡ କରୁନଥିଲେ। ହୁଁ ଆମେ ସେ ରେଭେନ୍ସା କଲେଜରେ ପଢ଼ୁଥିଲୁ ଶୁଣିଲି ଯେମିତି ଆମ ଇଷ୍ଟ ହଷ୍ଟେଲ ପାଖରେ ତା ଷ୍ଟେସନ ଯାଇଥିଲି ଗାନ୍ଧୀ ମହାତ୍ମା ଜୟ କଲି ସେ ବାହାରିଲେ ନମସ୍କାର ଏତିକି ଦେଖିଛୁ ଛାଇ ଭଳିଆ। ହଁ ଛାଇ ଭଳିଆ ଦେଖିଛନ୍ତି ଗାନ୍ଧୀଙ୍କୁ। ହଁ ସେ ମୁଁ ଜାଣିବା ପାଇଁ ଚାହିଁଥିଲି ବିଜୁ ବାବୁ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ 61 ମସିହାରେ ଆପଣ ସେତେବେଳେ ବିଧାୟକ ବନିଥିଲେ। ବିଜୁ ବାବୁଙ୍କ ସହିତ ଆପଣଙ୍କର ଏକ୍ସପିରିଏନ୍ସ କ'ଣ? ବିଜୁ ବାବୁ ମଦକୁ ବିରୋଧ କରୁଥିଲେ କି ନାହିଁ? ବିଧବା ନିଜେ ମଦ ଖାଆନ୍ତି ବିରୋଧ କରିବେ ମଦ ଖାଆନ୍ତି ମଦ ଖୁଆନ୍ତି ତେଣୁ ସେ ଲୋକଠୁ କାହିଁ ଆମେ ଆଶା କରିବୁ। ଆପଣଙ୍କର କ'ଣ ତାଙ୍କ ସହିତ ରାଜନୈତିକ ପ୍ରତିଦ୍ୱନ୍ଦିତା ଥିଲା ବା ଶତ୍ରୁତା ଥିଲା? ଶତ୍ରୁତା ମୋର ବିତୃଷ୍ଣା ଥିଲା। ବିତୃଷ୍ଣା ଥିଲା। ସେ ରାଜନୈତିକ ଲୋକ ନୁହଁ ସେ ଘଟଣାଚକରେ ଆସି ପହଞ୍ଚିଲେ ବ୍ୟବସାୟୀ ଲୋକ ତା ଇଣ୍ଡଷ୍ଟ୍ରି କରୁଥିଲା ଇଏ ଗୋଟେ ହେଇଗଲା ହରେକୃଷ୍ଣ ମହତାବଙ୍କର କିଛି ଭୁଲ ହେଲା ଏବଂ ସେ ଆସିଗଲେ ଆଉ। କିନ୍ତୁ ତାଙ୍କୁ ତ ଟଲମ୍ୟାନ୍ ବୋଲି କୁହାଯାଏ। ସାରା ଭାରତ ବର୍ଷ ଇଣ୍ଡୋନେସିଆରେ ତାଙ୍କୁ ବହୁତ ସମ୍ମାନ ଦିଆଯାଏ। ମାନେ ସେଇଟା ଗୋଟା ବୀର ପୁରୁଷ ଇଏ ରହିଛି ସେଟା ଗୋଟେ ଦିଗ। ଏଇଟା ଗୋଟେ ମୁଖ୍ୟମନ୍ତ୍ରୀ ପାଇଁ ଗୋଟେ ବଡ଼ ପହିଲବାନ ଦରକାର କି? ମୁଖ୍ୟମନ୍ତ୍ରୀ ବିଚାରବନ୍ତ ଲୋକ ଦରକାର। ଯାହା କହିଲି ଯେ ଗାନ୍ଧୀ କହିଥିଲେ ରସ୍କିନ୍ ସେଇ କଥା କହିଥିଲେ ଯେତେବେଳେ କ'ଣ କରିବି ବୋଲି ଆପଣ ମନ ଭିତରେ ଗୋଟେ ଦ୍ୱନ୍ଦ୍ୱ ଉପଜିବ ଦେଖିବେ ସଭା ତଳ ଲୋକର ସେଥିରେ ଭଲ ହେଉଛି ନାହିଁ। ସେଇ କଥା ଏଇ ଯେଉଁ ଦିନ ଇଏ ହେଲା ଏଇ 30 ତାରିଖ ଦିନ ମୋତେ ସମ୍ମାନିତ କଥା ମୁଁ ସେଇ କଥା କହୁଥିଲି। ମୁଁ କହିଲି ମୋହନ ବାବୁ ବର୍ତ୍ତମାନ ଏତେ ବ୍ୟସ୍ତ ଯେ ତାଙ୍କୁ ଟିକେ ଦେଖା କରିବାକୁ ମିଳିବନି। ଆଜି ଦେଖିଲା ଦିଲ୍ଲୀ କାଲି ଦେଖିଲା ସିଙ୍ଗାପୁର ଏଇ ପ୍ରତିଦିନ କ'ଣ ନା କ'ଣ ଗୋଟେ ହେବ ଏଇଠି କରିବ କେନ୍ଦୁଝର ହେବ ଶିଳ୍ପ ଏଇଠି ଯାଏ ଶିଳ୍ପ ତ ଆମର କଳିଙ୍ଗ ନଗରରେ ଶିଳ୍ପ ଇଏ ଥିଲା ତାରି ପାଖରେ ନଗଡ଼ା ଖାଲି ସେଇଠି ନାହିଁ ସୁକିନ୍ଦା ପାଖରେ ଓଡ଼ିଶାରେ ଶହ ଶହ ନଗଡ଼ା ଅଛି। ତେଣୁ ଏହା ଫଳରେ ଏଇ ଯେଉଁ ତଳ ସ୍ତର ଲୋକଙ୍କର ସମାଜର ଶେଷ ସ୍ତରର ଲୋକଙ୍କର କିଛି ହେଉନି ଉନ୍ନତି ହେଉନି। ଭାରି କଷ୍ଟ ଭାରି କଷ୍ଟକର।